ଆସନ୍ତୁ ଓଡ଼ିଆରୁ ଇଂରାଜୀ ଟ୍ରାନ୍ସଲେସନ୍ ଶିଖିବା। ଟିଚର ମିଷ୍ଟର କନିଷ୍କ କୁମାର ଦାସ, ଏମ୍ଫିଲ୍ ଇନ୍ ଇଂଲିଶ, ବିଏଡ୍, PGDCA, କୋଭିଡ୍ ଆଣ୍ଡ ଗ୍ରାଜୁଏସନ୍ ଇନ୍ ମ୍ୟୁଜିକ୍। ଏହି ଭିଡ଼ିଓ ଲେସନରେ 10ଟି ଟ୍ରାନ୍ସଲେସନ୍ ପ୍ରଦାନ କରାଯାଇଛି। ଏଗୁଡ଼ିକ ସବୁ ଇନୋଭେଟିଭ୍ ଟ୍ରାନ୍ସଲେସନ୍। ଆସନ୍ତୁ ଫଟାଫଟ ଶିଖିନେବା। ସାହିତ୍ୟିକ ରୂପ ହିସାବରେ କ୍ଷୁଦ୍ର ଗଳ୍ପଗୁଡ଼ିକ ମଣିଷ ପରି ପୁରୁଣା। ଆନ୍ସର୍: As a literary form, short stories are as old as man himself. ଏପରିକି ଇଡେନ୍ ଉଦ୍ୟାନରେ ଆଡାମ ଏବଂ ଇଭ୍ ପରସ୍ପରକୁ କାହାଣୀ କହୁଥିଲେ। ଆନ୍ସର୍: Even Adam and Eve used to tell tales to each other in the Garden of Eden. କ୍ଷୁଦ୍ର ଗଳ୍ପର କଥିତ ରୂପ ସଭ୍ୟତାର ପ୍ରାରମ୍ଭରୁ ଆରମ୍ଭ ହୋଇଥିଲା। ଆନ୍ସର୍: The spoken form of short story dates back to the very dawn of civilization. କ୍ଷୁଦ୍ର ଗଳ୍ପର ଲିଖିତ ରୂପ ତୁଳନାତ୍ମକ ଭାବେ ଆଧୁନିକ। ଆନ୍ସର୍: The written form of short story is comparatively modern. ଅନାଦି କାଳରୁ ଲୋକମାନେ ଲୋକକଥା, କାହାଣୀ ଏବଂ ଦୃଷ୍ଟାନ୍ତ ଶୁଣୁଛନ୍ତି। ଆନ୍ସର୍: From time immemorial, men have been listening to folk tales, fables and parables. ପ୍ରାରମ୍ଭରେ କ୍ଷୁଦ୍ର ଗଳ୍ପଟି କଥିତ ରୂପରେ ଥିଲା। ଆନ୍ସର୍: At the beginning, the short story was in the spoken form. ଶୋଇବା ସମୟରେ ଜେଜେବାପା ଏବଂ ଜେଜେମା ସେମାନଙ୍କ ନାତି ନାତୁଣୀଙ୍କୁ କାହାଣୀ କହିବାର ପ୍ରଥା ଭାରତୀୟ ପରିବାରରେ ଏପର୍ଯ୍ୟନ୍ତ ପ୍ରଚଳିତ। ଆନ୍ସର୍: The practice of the grandparents telling tales to their grandchildren at bedtime is yet in vogue in Indian families. ଏପରି କାହାଣୀଗୁଡ଼ିକ ସାଧାରଣତଃ ଲୋକକଥା କିମ୍ବା ପରୀ କାହାଣୀ ହୋଇଥାଏ। ଆନ୍ସର୍: Such stories are usually folk or fairy tales. ସେଗୁଡ଼ିକ ମଧ୍ୟରେ କିଛି ନୀତିକଥା ରହିଛି। ଆନ୍ସର୍: They contain certain morals. ସେଗୁଡ଼ିକ ଜୀବନର ବିଭିନ୍ନ ଦିଗକୁ ଚିତ୍ରଣ କରନ୍ତି। ଆନ୍ସର୍: They illustrate various aspects of life. ଏବେ ଏହି ଭିଡ଼ିଓ ଲେସନରେ ବ୍ୟବହୃତ କଠିନ ଇଂରାଜୀ ଶବ୍ଦ ଏବଂ ଫ୍ରେଜ୍ ଗୁଡ଼ିକର ଅର୍ଥ ଜାଣିନେବା। Even, ଏପରିକି, each other, ପରସ୍ପର, civilization, ସଭ୍ୟତା, comparatively, ତୁଳନାତ୍ମକ ଭାବେ, modern, ଆଧୁନିକ, time immemorial, ଅନାଦିକାଳ, folk tales, ଲୋକକଥା, fables, ପଶୁପକ୍ଷୀ ଚରିତ୍ର ଥିବା କାହାଣୀ, parables, ନୈତିକତାପୂର୍ଣ୍ଣ ଗଳ୍ପ, in vogue, ପ୍ରଚଳିତ। ଏହି ଭିଡ଼ିଓ ଲେସନକୁ ବାରମ୍ବାର ଚଲାଇ ଅଭ୍ୟାସ କରନ୍ତୁ ଓ ଇଂରାଜୀ ଶିଖନ୍ତୁ। ଧନ୍ୟବାଦ।